ପୁରୁଣା ମଜା ଯଦି ଫିଙ୍ଗି ଦେଉଛନ୍ତି ଏମିତି ଫଟା ପୁରୁଣା ଯେତେ ବି ଆପଣଙ୍କ ଘରେ ମଜା ଅଛି ତ ଫିଙ୍ଗିବା ଆଗରୁ ନିଶ୍ଚୟ ଦେଖନ୍ତୁ ଏ ଭିଡିଓକୁ ଫ୍ରେଣ୍ଡସ୍। ଆପଣ ମାନଙ୍କର ବି ବହୁତ କାମରେ ଆସିବ, ବହୁତ ପଇସା ଆପଣଙ୍କର ବଚତ ହେଇଯିବ। ନମସ୍କାର ଫ୍ରେଣ୍ଡସ୍, ମୁଁ ନିରୁ ଆପଣଙ୍କୁ ପୁଣି ଥରେ ସ୍ୱାଗତ କରିଛି ଆଜିର ନୂଆ ଭିଡିଓରେ। ଚାଲନ୍ତୁ ଥରେ ଦେଖିଲେ ନା ପୁରା ଖୁସିରେ ଗର୍ବିତ ହେଇଯିବେ। ଏମିତି ପୁରୁଣା ମଜା ଥିଲେ ତାକୁ ଗରମ ପାଣିରେ ଫୁଟେଇ ଡିଟେଲ ଦେଇକରି ପ୍ରଥମେ ବଏଲ କରି ରଖି ନିଅନ୍ତୁ। ଯେକୌଣସି DIY ବନେଇବା ଆଗରୁ ଏସବୁ ଆପଣ ଧୋଇକି ରଖିଦେଲେ ଆପଣଙ୍କର ଆଉ କିଛି ଅସୁବିଧା ହେବନି। ଏବେ ଚାଲନ୍ତୁ ଏଇଥିପାଇଁ ଆମେ ଏମିତି ଗୋଟେ ପୁରୁଣା ମୋଜା ନେଇଯିବା। ତାକୁ ଏମିତି 1 ଇଞ୍ଚ ଚଉଡାରେ ଆପଣ କଟିଂ କରିଦେବେ। ଯୋଉ ମୋଜାକୁ ନେବେ ଏଠି ତ ଗରମ ପାଣି ଆଉ ଡିଟେଲରେ ଧୋଇଥିବେ। ତା ଛଡା ଯୋଉଟା ଟିକେ ବେଶୀ ଲୁଜ ହେଇନଥିବ ଇଲାଷ୍ଟିକ, ତ ସେଇ ଟାଇପର ନେବେ। ମାନେ ଗୋଟେ ଗୋଟେ ଥାଏ ନା ପୁରା ଖୋଲି ଯାଇଥାଏ, ତ ସେମିତି ନାହିଁ, ଯେମିତି ଟିକେ ଏମିତି ଫ୍ଲେକ୍ସିବଲ ଟାଇପର ଥିବ, ହେଲେ ଷ୍ଟ୍ରେଚେବଲ ଟାଇପର, ତାହେଲେ ଆପଣଙ୍କର ଠିକ ରହିବ। ଏମିତି ଦେଖନ୍ତୁ, ଆପଣ ଏମିତି ଯେକୌଣସି କଲରର ସବୁ କଲରର କରି ଏମିତି ରବର ବ୍ୟାଣ୍ଡ କରି ଏକୁ ବି ୟୁଜ କରିପାରିବେ। ଏଥିରେ ଚାହିଁଲେ ଆପଣ ମୋତି ବି ଲଗେଇ ପାରିବେ, ଏମିତି ବଡ ବଡ ଗୋଲ ଟାଇପର ଥାଏ ନା, ତାକୁ ବି ଲଗେଇ ପାରିବେ। ଯେକୌଣସି ଫ୍ଲାୱାର ସେପ ବି ଲଗେଇ ପାରିବେ। ଏଇପରି ମାନେ ଆପଣ ଯେମିତି ରବର ବ୍ୟାଣ୍ଡ ଆମେ ମାନେ ୟୁଜ କରୁଛେ, ସେମିତି ବି ଆପଣ ମାନେ ୟୁଜ କରିପାରିବେ। ଦେଖନ୍ତୁ ତ ଫ୍ରେଣ୍ଡସ୍, ଏମିତି ଗୋଟେ ରବର ବ୍ୟାଣ୍ଡ ପାକେଟ ଛୋଟ ଟେ 10 ଟଙ୍କା ହେଇପାରୁଛି, ସେଇ 10 ଟଙ୍କା ବି ଆପଣଙ୍କର ସମୟ ପଡ଼ିଲେ ଆପଣଙ୍କୁ କେହି ଦେବେନି। ଦେଖନ୍ତୁ ଏଇପରି ଭାବେ ଆପଣ ମାନେ ଏକୁ ରବର ବ୍ୟାଣ୍ଡ ଭାବେ ବି ୟୁଜ କରିପାରିବେ। ଯେକୌଣସି କଲରରେ ଏମିତି ସବୁ କଲରରେ ଗୋଟେ ଦିଟା କରିକିରି କଟିଂ କରିକିରି ବି ଆପଣ ଆପଣଙ୍କ ପାଖରେ ଗୁଚ୍ଛା କରି ରଖିଦେଇ ପାରନ୍ତି। ଏବେ ଚାଲନ୍ତୁ ଆମର ସେକେଣ୍ଡ ଷ୍ଟେପ କୁ। ସେକେଣ୍ଡ ଷ୍ଟେପ ରେ ଆମେ କଣ କରିବା, ଆଉ ଏଠି ମୁଁ କଣ କରିଛି ଦେଖୁନାହାନ୍ତି। ଫ୍ରେଣ୍ଡସ୍ ଦେଖନ୍ତୁ, ଯୋଉ ଅଧା ତ ଆମେ କାଟି ଦେଇଥିଲେ, ଆଉ ଅବଶିଷ୍ଟ ଅଂଶ ଯେତିକି ରହିଥିଲା ତାକୁ ଏମିତି ଚାହିଁଲେ ପାଲ୍ଟି କରିଦେବେ, ନ ପାଲ୍ଟି କଲେ ବି ଆପଣଙ୍କର ଚଳିବ। ଏମିତି ତଳ ପଟ ଆଉ ଉପର ପଟ ଭିତର କରକୁ ଏମିତି ଫୋଲ୍ଡ କରିଦେବା। ଦେଖନ୍ତୁ ଯେମିତି ଏମିତି 4 ଫୋଲ୍ଡ ଟାଇପର ହେଇଯିବ, ମାନେ ଟିକେ ମୋଟା ଟାଇପର ହେଇଯିବ, ଗଦି ଟାଇପର ହେଇଯିବ। ତ ଏବେ ଫ୍ରେଣ୍ଡସ୍ ତାକୁ କଣ କରିବା, ଦେଖନ୍ତୁ ଏମିତି ଭଲ ଭାବରେ ଫୋଲ୍ଡ କରିଦେବା, ଯେମିତି ଗୋଟେ ସ୍କୋୟାର ପିସ୍ ଟାଇପର ହେଇଯିବ। ଏମିତି ଭିତରକୁ କରିଦେଲା ପରେ ଏବେ ସୂତା ଛୁଞ୍ଚି ଆମେ ଏମିତି ନେଇଯିବା। ସୂତା ଛୁଞ୍ଚିରେ ତାକୁ ଟିକେ ଟାକ୍ କରିଦବା, ହେଲେ ଆପଣଙ୍କର ଯେତେବେଳେ ଆପଣ ୟୁଜ କରିବେ ସେତେବେଳେ ଆଉ ଫସିବନି। ସେମିତି ଯେକୌଣସି ସୂତାରେ ଆପଣ ଏମିତି ଛୁଞ୍ଚି ଲଗେଇ ନେଇଯାଆନ୍ତୁ। ତାକୁ ମଝିରେ ଜଷ୍ଟ ଖାଲି ସିଲ୍ କରିକି ଅଛି, ଆମର ଏକଦମ ମଜବୁତ ସିଲେଇ ଏମିତି କିଛି କରିବାର ନାହିଁ। ଜଷ୍ଟ ଏମିତି ଖାଲି ଆମକୁ ଏଠି ଟାକୁ ମାରିକି ଅଛି, ଯେମିତି କି ମାନେ ପୁରା ଟିକେ ଜଷ୍ଟ ଚିପକି ରହିଲା ଟାଇପର, ତ ଏଇପରି ହବ। ତ ଫ୍ରେଣ୍ଡସ୍, ଯେତେବେଳେ ଆପଣ ମାନେ କରୁଛନ୍ତି ଏମିତି ଯୋଉ ସୂତାକୁ 3-4 ଫୋଲ୍ଡ କରି ନେଇଯିବେ, ଦେଖିବେ ଆପଣଙ୍କର କେତେ ସୁନ୍ଦର ଜିନିଷଟି ରେଡି ହେଇଯିବ। ଗୋଟେ ସାଇଡ ହେଇଗଲା ପରେ ଏବେ ଆମେ ଅଲଗା ସାଇଡ ମଧ୍ୟ ସେଇ କରି କରିଦବା। ଏବେ ଆମର ଦେଖନ୍ତୁ ଦି ସାଇଡ ଯାକ ଏଠି ଏମିତି ରେଡି କରିଦବା। ଯେତେବେଳେ ଫ୍ରେଣ୍ଡସ୍ ଆପଣ ମାନେ ସ୍କ୍ରବ କିଣୁଛନ୍ତି ଆମ ବାସନ ଫାସନ ମଜେଇବା ପାଇଁ, ଯେମିତି ଷ୍ଟିଲ ବାସନ ହେଲା, ଏ ସବୁ କଣ ହେଲା, ଯେମିତି ଷ୍ଟିଲ ସ୍କ୍ରବର ହଉ ବା ଇଏରେ ସବୁ ସ୍କ୍ରାଚ ହେଇଯାଉଛି, ଗାର ଆସିଯାଉଛି, ଏମିତି ବିଲକୁଲ ଆପଣଙ୍କର ହବନି। ତା ସହିତ ଏ ବି ଆହୁରି ବହୁତ କିଛି କାମ ଦବ। ତ ଫ୍ରେଣ୍ଡସ୍ ଆଗକୁ ଚାଲନ୍ତୁ, ମୁଁ କଣ କଣ କରୁଛି ଏବେ ଦେଖିବ। ଏଇପରି ଭାବେ ଦେଖନ୍ତୁ ଫ୍ରେଣ୍ଡସ୍, ଆମେ ଏମିତି ଟାକ୍ ମାରିଦବା। ଦୁଇ ସାଇଡରେ ଟାକ୍ ମାରିଲା ପରେ ଏଇଟାକୁ ଟିକେ ଏମିତି ଫର୍ମ ଟାଇପର, ଯେମିତି ମାନେ ମୋଟା ଟାଇପର ଗଦି ଟାଇପର ଏମିତି ହେଇଯିବ। ତ ଧରିବାକୁ ବି ସୁବିଧା ହବ, କରିବାକୁ ବି ସୁବିଧା ହବ ତମକୁ। ତ ଏବେ ଦେଖନ୍ତୁ ଏଇପରି ଏକୁ ବି ଆମେ କଟିଂ କରିଦବା ଦୁଇ ସାଇଡର। ଗଣ୍ଠି ସାଇଡକୁ ଏବେ ଆମର ଏଠି ବନିଗଲା ଗୋଟେ ସ୍କ୍ରବର, ଯୋଉଟା କି ଏମିତି ଯଦି ନର୍ମାଲ ଆମର ବାସନ ଇଏ ଅଛି, ଆମେ ଏଥିରେ ଲିକ୍ୱିଡ ଦେଇକରି ଗୋଟେ ଦେଇକରି ତାପରେ ଆମେ ଏଇ ସବୁ ଯୋଉ ବାସନ, ଷ୍ଟିଲ ବାସନ, ଏଇ ସବୁ ଏମିତି ଟିକେ ତାର ଫାର ଏଇ ସବୁ ବାଜିଗଲେ କେମିତି ହେଇଯାଏ, ଭସରା ହେଇଯାଏ, ପୁରା ଗାର ଗାର ଆସିଯାଏ, ଜମା ଭଲ ଲାଗେନି, ବାସନ ଦେଖିବା ଖରାପ ଲାଗେ। ତ ଫ୍ରେଣ୍ଡସ୍ ସେଇପରି ଆପଣ ମାନେ ଏକୁ ଧୋଇପାରିବେ। ତ ଫ୍ରେଣ୍ଡସ୍ ଦେଖନ୍ତୁ, ଧୋଇଲେ ଆମର କେତେ ସୁନ୍ଦର ବାସନ ବି ଚକାଚକ ହେଇଯାଇଛି। ତା ପୂର୍ବରୁ ତ ଆମେ ତାକୁ ଡିଟେଲ ପାଣିରେ ଧୋଇ ଦେଇଥିବା, ତ କୌଣସି ଜୀବାଣୁ ଏଇ ସବୁ ବି କିଛି ରହିବେନି। ତ ଆପଣ ମାନେ ଏକୁ ବି ଏମିତି ରିୟୁଜ କରିପାରିବେ। ତ ଫ୍ରେଣ୍ଡସ୍ ଏମିତି ସମସ୍ତଙ୍କର ବେସିନ, ଟ୍ୟାବ ଏଇ ସବୁ ଦେଖନ୍ତୁ ବହୁତ ଧୂଳି ମଳି ପଡିକି ବା ତେଲ ଚିକ୍ଟା ଏଇ ସବୁ ପଡିକିରି ପୁରା ଚିକ୍ଟା ଚିକ୍ଟା ହେଇଯାଇଥାଏ, ଯୋଉଟା କି ଆମେ ଏମିତି ଆରାମ ସେ ଏଥିରେ ଆମେ ବେସିନ ହଉ କିମ୍ବା ଏମିତି ଟ୍ୟାପ ହଉ ଏଇଗୁଡାକ ବି ଆମେ
ଭଲ ଭାବରେ ଏଥିରେ ବି ମାଜି ପାରିବା। ଦେଖନ୍ତୁ କେତେ ସୁନ୍ଦର ଚିକଚିକ କରିଗଲା। ତ ଏଇପରି ଭାବେ ଆପଣ ଯେତେବେଳେ ବେସିନ ବି ଏମିତି କରୁଛନ୍ତି, ବେସିନରେ ଟ୍ୟାପ ହେଲା କିମ୍ବା ବେସିନରେ ବି ଏକୁ ସଫା କରିପାରିବେ। ପାଣି ଟ୍ୟାପ ଟାଇପ ଯେ ଟ୍ୟାପ ସବୁ ଏସବୁ ବି ଆପଣ ମାନେ ସଫା କରିପାରିବେ। ଏମିତି ଫ୍ରେଣ୍ଡସ୍, ଛତା ତ ଆପଣଙ୍କ ଘରେ ସମସ୍ତେ ସବୁବେଳେ ଥିବ, କିନ୍ତୁ ସମସ୍ତଙ୍କର କଣ କରୁଛେ, ବର୍ଷା ଦିନେ ଖାଲି ତାର ୟୁଜ ହୁଏ, ଅଲଗା ଦିନ ତାର ୟୁଜ ହୁଏନି। ଆମେ ତାକୁ ସେମିତି ରଖିଦେଇଥିବୁ, ହେଲେ କଣ ହୁଏ, କଲର ଫେଡ୍ ହେଇଯାଏ, ସେଥିରେ ଧୂଳି ପଡିଯାଏ, ଆଉ ଫୋଲ୍ଡ ପୁରା ଖଡ ଦେଖାଯାଏ। ଆମର ଗୋଟେ ପ୍ରତି ବର୍ଷରେ ସବୁ ଛତା ସବୁ ଖରାପ ହେଇଯାଏ। ତେଣୁ ତାକୁ ଯଦି ଆପଣ ଏମିତି ପୁରୁଣା ମୋଜାରେ ଯୋଉ ଲୁଜ ହେଇଯାଇଥିବ ତାକୁ ଏମିତି ରବର ମାରିଦେବେ, ନହେଲେ ଏମିତି ବି ରଖିକି ଜରି ଭିତରେ ରଖିଦେବେ। ଦେଖିବେ ଆପଣଙ୍କର ଛତାର ବିଲକୁଲ କଲର ଫେଡ୍ ହେବନି। ତ ଏବେ ଫ୍ରେଣ୍ଡ ଚାଲନ୍ତୁ ଆଉ ଗୋଟେ ଆମେ ଦେଖିବା। ତ ଏମିତି ଫ୍ରେଣ୍ଡସ୍, ଯେତେବେଳେ ଯୋଉ ଫଟା ମୋଜାରେ ଯୋଉଠୁ ଦେଖନ୍ତୁ କଟି ଯାଇଥିବ, ଏଇଟା ଏମିତି ଟିକେ କଟି ଯାଇଛି, ତେବେ ଆମେ ତାକୁ କଣ କରିବା, ଏମିତି ଟିକେ ଅଧା କଟ୍ ଲଗେଇବା, ପୁରା କଟ୍ ଲଗେଇବାନି। ଅଧା କଟ୍ ଲଗେଇବା ପରେ ତ ଫ୍ରେଣ୍ଡସ୍, ଏବେ ଆପଣ ମାନେ ଏମିତି ଟିକେ ଗୋଟେ ସାଇଡ୍ ରେ କୁଚି କୁଚି କରିଦେବେ। ଏଠି ଚାହିଁଲେ ରବର ହଉ କିମ୍ବା ସୂତା ସାହାଯ୍ୟରେ ତାକୁ ଆପଣ ଏମିତି ବାନ୍ଧି ଦିଅନ୍ତୁ। ଏମିତି ବାନ୍ଧି ଦେଲା ପରେ ଫ୍ରେଣ୍ଡସ୍, ଏଠି ଏମିତି ତାପରେ ଖୋଲିଦେବେ, କି ଖୋଲିଦେବେ କିମ୍ବା ଏମିତି ଓଲଟେଇ ଦେବେ। ଓଲଟେଇ ଦେଲା ପରେ ତାପରେ ଆମେ କଣ କରିବା, ଏଠି ଯୋଉ ପିଲାମାନେ ଗାଡି ଫାଡିରେ ଗଲାବେଳେ ଛୋଟ ଛୁଆଙ୍କୁ କ୍ଷୀର ଫୀର ପିଆଇଲା ବେଳକୁ ସମସ୍ତଙ୍କ ନଜର ପଡେ। ଏମିତି ଆପଣ ମାନେ ଯେତେବେଳେ ପିଉଛନ୍ତି ଏମିତି କରିଦେବେ, ତାପରେ ପିଇ ସାରିଲା ପରେ ପୁଣି ଏମିତି ଢାଙ୍କୁଣୀ ବନ୍ଦ କରିଦେବେ। ଏଠି ଚାହିଁଲେ ଆପଣ ଗୋଟେ ବଟନ କି ସେଫ୍ଟି ଗ୍ଲୁରେ ସିକ୍ୟୁର କରିପାରିବେ। ତ ଏବେ ଫ୍ରେଣ୍ଡସ୍ ଚାଲନ୍ତୁ ନେକ୍ସଟ ଟ୍ରିପ୍ କି ଆପଣଙ୍କର, ଯଦି ଆପଣଙ୍କର ଏମିତି ଛୋଟ ଇଏ ଥିବ ମୋଜା, ତ ପୁରା ଏମିତି ଆପଣ ମାନେ କଭର କରି ଏଠି ବି ଏମିତି ରବର ବ୍ୟାଣ୍ଡ କିମ୍ବା ଯେକୌଣସିରେ ଟ୍ୟାପ୍ କରିପାରିବେ, କିମ୍ବା ଏମିତି ଭିତରକୁ ଫୋଲ୍ଡ କରିଦେଇ ଏକୁ ବି ଗୋଟେ ପିନ୍ ଅପ୍ କରିପାରିବେ। ତ ଫ୍ରେଣ୍ଡସ୍ ଚାଲନ୍ତୁ ନେକ୍ସଟ ଏଠି ଦେଖନ୍ତୁ, ଏଠି ଗୋଟେ ହଉଛି ଫଟା ମୋଜା। ଏ ଫଟା ମୋଜାକୁ ଆମେ ବି ଆଉ ଗୋଟିଏ DIY କରିବା, ଯୋଉଟା କି ଆପଣଙ୍କର ବହୁତ କାମରେ ଆସିବ। ତ ଫ୍ରେଣ୍ଡସ୍, ଏବେ ସିନା ଗରମ ଦିନ ହେଇଗଲାଣି, କିନ୍ତୁ ଥଣ୍ଡା ଦିନରେ ତ ସମସ୍ତଙ୍କର ଦରକାର ହୁଏ ଗ୍ଲୋଭ୍ସ ଯେହେତୁ ଆପଣ ମାନେ ବାହାରେ ଗୋଟେ ଯଦି ନଉଛନ୍ତି, ଯେମିତି ଲେଦର ଫେଦର ଏସବୁ ତ ବହୁତ କଷ୍ଟଲି ପଡିଯାଏ। ତ ସେଇ ଅନୁସାରେ ଆପଣ ମାନେ ଏମିତି ଯୋଉମାନେ ଗାଡି ଚଲାନ୍ତି ବା ସ୍କୁଟି ଫୁଟି ଚଲେଇଲା ବେଳକୁ ତାଙ୍କୁ ବହୁତ ଅସୁବିଧା ହୁଏ, ହାତ ପାପୁଲି ଜାମ୍ ହେଇଯାଏ। ତ ଏମିତି ଦେଖନ୍ତୁ, ଏମିତି ଆମେ ଯଦି କିଣିବା, ଆମକୁ 150 ରୁ 200 ଟଙ୍କା ପଡିବ। ଆପଣ ଏଇଟାକୁ ଆରାମ ସେ ଏମିତି ଫ୍ରିରେ କରିପାରିବେ, ଆଉ ଗାଡି ଫାଡି ଚଲେଇବାରେ ଆପଣଙ୍କର ବହୁତ କାମରେ ଆସିବ। ତ ଫ୍ରେଣ୍ଡସ୍, ଏବେ ଦେଖନ୍ତୁ ଆଉ ଗୋଟେ DIY, ଯୋଉଟା କି ଏଠି ଆମେ ଏଇ ଯୋଉ ଚପଲ, ଯେତେବେଳେ ଆମେ ପ୍ରସ୍ତୁତ କରୁଥିଲେ ଚପଲ ନେଇଥାଉଥିଲେ, ଷ୍ଟୋନ ଫୋନ ଲାଗୁଥାଏ, ଏକୁ କଣ କରୁ ନା, କେବେ କେମିତି ବାହାରକୁ ଗଲେ ଆମେ ୟୁଜ କରୁ, ନହେଲେ ନାହିଁ ସେମିତି ରଖିଦଉ। ଏଥିରେ ବି ଧୂଳି ପଡିଯାଏ, ଆଉ ଯାହା ଫଳରେ କି ଯୋଉ ଷ୍ଟୋନ ଫୋନ ଲାଗିଥାଏ, ସେ ସଫା କଲାବେଳେ ସେ ଷ୍ଟୋନ ସବୁ ବାହାରିଯାଏ, ଯାହା ଫଳରେ ଆମର ଚପଲ ଖରାପ ଦେଖାଯାଏ। ତା ସହିତ ଆମର ଯୋଉ ଆମେ 300 400 500 ଟଙ୍କା ଦେଇ ଯୋଉ ଚପଲ କିଣିଥାଉ, ଚପଲ ବି ନଷ୍ଟ ହେଇଯାଏ। ହେଲେ ଆପଣଙ୍କର ଯୋଉ ଫିଙ୍ଗିବା ମୋଜା ବି, ତାକୁ ବି ଏଇପରି ଆପଣ ମାନେ ଚପଲ ଉପରେ ଏମିତି ମୋଜା ପିନ୍ଧେଇ ଦିଅନ୍ତୁ। ବିଲକୁଲ ଆପଣଙ୍କର ଧୂଳି ଲାଗିବନି, କିମ୍ବା ଯୋଉ ଷ୍ଟୋନ ଫୋନ ଏସବୁ ଯୋଉ ଲାଗିଥିବ ନା, ବିଲକୁଲ ଆପଣଙ୍କର ଖରାପ ହେବନି। ତ ଫ୍ରେଣ୍ଡସ୍, କେମିତି ଲାଗୁଛି ଏସବୁ ଟିପ୍ସ ଗୁଡିକ? ଯଦି ଆପଣମାନଙ୍କୁ ଭଲ ଲାଗୁଛି, ଏମିତି ରେଗୁଲାର ଏ ବାହାଘର ଲାଗି ତ ଆପଣ ମାନେ ଜାଣିଛନ୍ତି ବହୁତ ଭିଡିଓ ଆସୁନଥିଲା ବହୁତ ଦିନରୁ, ଏବେ ରେଗୁଲାର ଆସିବ। ଆପଣମାନଙ୍କର କଣ ଡିମାଣ୍ଡ ଅଛି, ଆପଣ ମାନେ କଣ ଦେଖିବାକୁ ଚାହାନ୍ତି, ନିଶ୍ଚିତ କମେଣ୍ଟ ବକ୍ସରେ କହିବେ। ତ ଫ୍ରେଣ୍ଡସ୍ ଦେଖନ୍ତୁ, ଏମିତି ଆପଣଙ୍କର ଯେକୌଣସି ଚପଲ ଷ୍ଟାଣ୍ଡରେ ଆପଣ ଏଠି ନେଇକରି ଦେଇପାରିବେ। ଏବେ ଫ୍ରେଣ୍ଡସ୍ ଆସନ୍ତୁ ଦେଖିବା ଆଉ ଗୋଟିଏ ଏଠି DIY। ତ ଏଥିରେ କଣ ହେଇଛି ଫ୍ରେଣ୍ଡସ୍, ଯେତେବେଳେ ତେଲ ଡବା ଆମେ ତେଲ ଲଗାଉ, କିନ୍ତୁ ଏଥିରେ ପୁରା ବୋତଲରେ ତେଲ ଲାଗିଯାଏ, ଯାହା ଫଳରେ କି ସବୁ ଆମେ ବୋତଲ ଧରିଲା ମାତ୍ରେ ଆମ ହାତରେ ଲାଗି ଆସେ, ବା ଏମିତି ବହୁତ ଧୂଳି ଧୂଳି ଏସବୁ ବୋତଲ ଗୁଡାକରେ ଜମିଯାଏ। ଆପଣଙ୍କର ନଡିଆ ତେଲ ହଉ ବା ସୋରିଷ ତେଲ କିଚେନରେ ଆପଣ ବ୍ୟବହାର କଲେ, ତାକୁ ବି ଏଇପରି ବୋତଲରେ ଆପଣ ମାନେ ଏଠି ଲଗେଇ ପାରିବେ, ଯୋଉଟା କି ଫ୍ରେଣ୍ଡସ୍ ଆପଣ ତଳ ଉପର କରିପାରିବେ, ଆପଣଙ୍କର ତେଲ ଯାହା ଲାଗିଥିବ ସବୁ ଶୋକ କରିଯିବ। ଏବେ ଆଉ ଆପଣଙ୍କର ବୋତଲ ସବୁ ତେଲ ବୋତଲ ଗନ୍ଧା ବିଲକୁଲ ବି ହବନି। ତାପରେ ଫ୍ରେଣ୍ଡସ୍, ଏଠି ଆଉ ଗୋଟେ ଦେଖନ୍ତୁ, ଏଠି ଯେକୌଣସି ପାନିଆ ଗୋଟେ ନେଇଯିବା, ଏଠି 7 8ଟି ଦାନ୍ତ ରେ ଭର୍ତ୍ତି କରିକରି ଏଇପରି ମୁଁ ଯେମିତି ମୋଡ଼ିଛି ସେମିତି ମୋଡ଼ିଦେବା। ଏମିତି ଫ୍ରିଜରେ ହଉ କିମ୍ବା ଏ ଯୋଉ ଆପଣଙ୍କର ସ୍ଲାଇଡର ହଉ, ଝରକା ଏସବୁ ଗୁଡିକରେ
ଇଣ୍ଡୋରେ ଏସବୁ ଲାଗିଥାଏ, ଗନ୍ଧା ବହୁତ ସଫା କରିବା ସମ୍ଭବ ନୁହେଁ। ତ ଏମିତି ପାନିଆରେ ଆପଣ ମଜା କରିବେ, ଦେଖିବେ କେତେ ପୁରା ଧୂଳି ମଳି ବଢିଆ ଭାବରେ ସେ କରିଯିବ। ଆପଣଙ୍କ ପୁରା କ୍ଲିନ୍ ହେଇଯିବ ଭଲ ଭାବରେ। ଆପଣଙ୍କର ୱିଣ୍ଡୋ ହେଲା କିମ୍ବା ଫ୍ରିଜର ସାଇଡ୍ ଯୋଉ କଭର ହେଲା ଭିତରେ ଥାଏ ଯେ, ତା ବି ଆପଣ ମାନେ କଭର କରିପାରିବେ, ଯୋଉଟା କି ଅଲଗା ବିଲକୁଲ ଜିନିଷରେ ଆପଣଙ୍କର କରିପାରିବେନି। ଏଇ ପାନିଆ ଆଉ ଏମିତି ମଜାରେ ଭଲ ଭାବରେ ଧୋଇ ଏସବୁ ପାନିଆ ଆଣିବ, ଆପଣ ମାନେ ପୁରା କ୍ଲିନ୍ କରିପାରିବେ। ଏବେ ଫ୍ରେଣ୍ଡସ୍ ଦେଖନ୍ତୁ, ଟିଭି ହେଲା କିମ୍ବା ଚଷମା ହେଲା,